ତମେ କୋଉ ଘର କଥା କହୁଛ? ଆମେ ସେଇ ଘର କଥା କହୁଛୁ ବାବା, ଯୋଉ କୋଉ ଘର ମତେ କିଏ କହୁଛ ସେଇ ଘର ବୋଲି? ତମେ କଣ ଆକାଶ କହିବା ଚିଲିକା ମାଛ ଉଡ଼ନ୍ତା ଚଢ଼ିକି ଆଣିକି ପଞ୍ଜୁରୀରେ ପୁରେଇବ କଣ? ବାବା ଆପଣଙ୍କୁ ସ୍ୱାଗତ ଓଡ଼ିଶା ଭାସ୍କରକୁ। ଏଇ କିଛି ଦିନ ହବ ଆପଣ ଦେଖୁଥିବେ ଯେଉଁଭଳି ଭାବରେ ଜଗତସିଂହପୁର ଏକ ଭୂତ କୋଠି ଭାଇରାଲ ହେଉଛି। ଆଜି ଭାଇରାଲ ପଛର କାହାଣୀ ବା ତାଙ୍କର ସାନ ଭାଇ ସେ ଜାଗାର ମୁରବୀ ଆସି ପହଞ୍ଚନ୍ତି ଆଉ ସେ କହୁଛନ୍ତି ଯେ ଜାଗାର ଉତ୍ତରାଧିକାରୀ ମୁଁ, ସେ ଘର କୁ ରିନୋଭେସନ କରିବି, ସେ ଘର ଭଡ଼ା ଚାଲିଥିଲା, ମୁଁ ଭଡ଼ା ପାଉଛି, ଭୂତ ପ୍ରେତ କିଛି ନାହିଁ ସେ ଘରେ। କିନ୍ତୁ ଅନେକ ୟୁଟ୍ୟୁବର ମଧ୍ୟ ଏବେ ଥାନାକୁ ଆସିଲେଣି, ଥାନାକୁ ତାକୁ ଡକାଯାଉଛି, ପଚରା ଯାଉଛି ତମେ ଭୂତ ଦେଖିନା ଯଦି କାହିଁକି ଏ ମିଛ ପ୍ରବସନ ସୋସିଆଲ ମିଡ଼ିଆରେ କରୁଛ। ଏନେଇ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଫୋନ୍ ଲାଇନରେ ଯୋଡ଼ି ହୋଇଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଦେବୀ ସାଧକ ବିପିନ ବାବା ଆମ ସହିତ ଯୋଡ଼ି ହୋଇଛନ୍ତି। ବିପିନ ବାବା ଆପଣଙ୍କୁ ସ୍ୱାଗତ। କଣ ବାବା ଆପଣଙ୍କର ପ୍ରତିକ୍ରିୟା? ସ୍ୱାଗତ, ଓଡ଼ିଶାବାସୀ ନମସ୍କାର। ବାବା ଆପଣଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚାହିଁବୁ ଯେ ଭାଇରାଲ ଘର ବିଷୟରେ ଆପଣ ଜାଣିଛନ୍ତି ନା ନାହିଁ ସେ ବିଷୟରେ ବାବା? ମୁଁ ଖାଲି ଜାଣିନି, ଏଇଟା କିଛି ବର୍ଷ ତଳେ ଏଇଟା ସୋସିଆଲ ମିଡିଆରେ 10-15 ବର୍ଷ ତଳର ଘଟଣା, ଇଏ ଆଜିକାଲି ଘଟଣା ନୁହଁ। ଏ ହାରାହାରି 15 ବର୍ଷ 15 ବର୍ଷ ଉପର ଘଟଣା ହେଇଗଲାଣି। ଏଇଟା ମୁଁ ସୋସିଆଲ ମିଡିଆରୁ ବି ଶୁଣିଛି, ନ୍ୟୁଜ ଖବର କାଗଜରେ ବି ମୁଁ ପଢିଛି, ଟିଭି ଚ୍ୟାନେଲ ବି ଏଇଟା ପ୍ରକାଶିତ ହେଇଛି ଯେ ସେଇ ଯୋଉ ଘରଟା, ମୁଁ ସେପଟେ ଝଙ୍କଟ ସାରଳା ଯାଏ କାରଣ ମୁଁ ସାରଳା ମାଙ୍କର ସାଧନା କରିଛି। ଝଙ୍କଟ ସାରଳା ମା ଯେତେବେଳେ ମତେ ଡାକେ ମୋ ସାଧନା ସମୟରେ ମୁଁ ଯାଇକି ସେ ଝଙ୍କଟ ସାରଳାରେ ବହୁତ ସମୟ ବସିକି ଧ୍ୟାନ କରେ, ଜପ କରେ। ମା ଡାକେ, ଗଲା ବେଳକୁ ଜଗତସିଂହପୁର ପଟେ ଗଲେ ସେଇଟା ବାଁ ପଟେ ପଡେ, ଗୋଟେ ଗୋଟିକିଆ ଘରଟା। ଆଉ କିଛି ବାଟ ଗଲା ପରେ ମା ସାରଳାରୁ ସେଇଟା ବାଁ ପଟେ ପଡିବ, ଆଗକୁ ଝଙ୍କଟ ସାରଳା ପଡେ। ସେ ଜାଗାଟା ମୁଁ ଯେତେବେଳେ ଯାଇଛି ଥରେ ଅଟକିଥିଲି ସେ ଜାଗାରେ, ମୁଁ ଏମିତି ମତେ ଅଟକିଥିଲି। ଅଟକିଲା ପରେ ସେ ଜାଗାଟାକୁ ମୁଁ ଦେଖିଲି, ମୋ ପାଖରେ ଜଣେ ବନ୍ଧୁ ଥିଲେ, ତାଙ୍କ ଘର ଆମର ସେଇପଟେ ଜଗତସିଂହପୁରରେ, ତାଙ୍କ ଘର ଧମିଲରେ, ସେ ଭଦ୍ରଲୋକଙ୍କର। ସେ ଜଣେ ଏବେ ଗୋଟେ କୋଉ କମ୍ପାନୀରେ ପ୍ରାଇଭେଟ ଲିମିଟେଡରେ ଜବ୍ କରୁଛନ୍ତି। ସିଏ ମତେ କହିଥିଲେ ଯେ ଏଇ ଘରଟାକୁ ଆପଣ ଟିକେ ଦେଖନ୍ତୁ। ମୁଁ ସେ ଘରକୁ ଦେଖିଲି, ଦେଖିଲା ପରେ ମୋ ମନରେ ଗୋଟେ କଥାଟିଏ ସେ କହିଲେ ଯେ ଏଇ ଯୋଉ ଲୋକମାନେ ଏଇ ଘର ଭିତରେ ମରି ଯାଇଥିଲେ, ଏଇ ଘରଟା, ସେ ଘରଟା ସିଲ୍ ହେଇକି ଅଛି, ମାନେ ତାକୁ ଆଗ ପଟ ପଛପଟ ସବୁ ତାଲା ପଡିଛି। ସେ ଘରର ଘଟଣା କାର୍ଯ୍ୟକ୍ରମ ହେଲା କି ସେ ତାକୁ କିଏ ମାନେ ସେ ଘର ଭିତରେ ସେମାନଙ୍କୁ ମାରି ଦେଇଛନ୍ତି ସ୍କାଇଲାଇଟ୍ ପଟେ ଆସିକି। ତାର କୌଣସି ଗଭର୍ଣ୍ଣମେଣ୍ଟ ତାର କୌଣସି ପ୍ରକାର ମଧ୍ୟ ସରକାର ତାକୁ ଧରି ପାରିଲାନି ସେମାନଙ୍କୁ। ସରକାର ପାଖରେ ଶୁଣନ୍ତୁ, ଏଇ କଥାଟା ଟିକେ ଓଡ଼ିଶା ବାସୀକି କହିଦିଅନ୍ତୁ ଆପଣଙ୍କ ଚ୍ୟାନେଲ ଥ୍ରୁରେ। ଯୋଉ ପୂର୍ବରୁ ଯୋଉ ସରକାର ଥିଲା, ସିଏ ଯେମିତି ଗୋଟେ ପିହୁ, ପରୀ, ଇତିଶ୍ରୀ, ବେବିନା, ମାଧବୀଲତା, ସସ୍ମିତା କେସ୍ ଯେମିତି, ମାନେ ଏ କେସ୍ ଟା ଯିଏ କରିଛି ସିଏ ଧରା ହେଇନି, ଆଉ ଜଣେ ଧରା ହେଲା, ମାନେ ଧରନ୍ତୁ ଯେମିତି ନବଦାସ ଘଟଣା ସେଇପରିକା। ସେ କେସ୍ ରେ ମାନେ ସରକାର ସେ କେସ୍ ଟାକୁ ଜାଣିକିରି ତାକୁ ବାଇପାସ କଲା, ମାନେ ଜାଣିକିରି କିଏ ତାକୁ ମାରିଛି ତାକୁ ଧରିଲାନି। ତେଣୁକରି ମୁଁ ସେଟା ଗଲା ପରେ ମୁଁ ସେଠି ଟିକେ ମନ୍ତ୍ର ପଢିକି ମା ଶାରଳାର ଟିକେ ଧ୍ୟାନ କରିକି ଛିଡା ହେଲି। ସେ ଜାଗାରେ ଛିଡା ହେଲା ଭିତରେ ମାକୁ ଟିକେ ଧ୍ୟାନ କଲି, କାରଣ ମା ନିଜେ ଝଙ୍କଟ ଶାରଳାର, ଯେହେତୁ ମୁଁ ଗୋଟେ ସାଧକ ବରପୁତ୍ର, ମୋ ମାକୁ ପଚାରିଲି, ମୁଁ କହିଲି ମା ଏ କଣ ଘଟଣା, ଏଠି କଣ ହେଇଛି? ନା ପୁଅ ଦେଖେ ବର୍ତ୍ତମାନ ଏଇଠି ସେମାନଙ୍କୁ ମାରି ଦେଇଛନ୍ତି, ତା ଆତ୍ମା ମାନେ ଏଇ ଘର ଭିତରେ ରହିଛନ୍ତି, ତାଙ୍କୁ ଟିକେ ଗାୟତ୍ରୀ ମନ୍ତ୍ର ଟିକେ ଜପ କରେ। ଗାୟତ୍ରୀ ମନ୍ତ୍ର ଜପ କଲେ ସେମାନେ ଟିକେ ଶାନ୍ତି ପାଇବେ, ଆନନ୍ଦ ପାଇବେ। କାରଣ ସରକାର ଜାଣିକିରି, ପୂର୍ବ ସରକାର ଜାଣିଛି ହତ୍ୟାକାରୀ କିଏ, ସବୁ କିଏ, ଏତେ ଏତେ ଲୋକଙ୍କୁ ସେ ଘରେ ମାରି ଦିଆଗଲା, ସରକାର ଜାଣିନି। ତେଣୁକରି ପୂର୍ବ ସରକାରର ପୁରା ହାତ ଅଛି, ପୂର୍ବ ଇଣ୍ଟେଲିଜେନ୍ସ ବ୍ୟୁରୋର ପୁରା ହାତ ଅଛି, ସେ ଏରିଆ ଥାନା ମାନେ ସେମାନଙ୍କର ବି ହାତ ଅଛି, ସେମାନେ ବି ଏ ବିଷୟରେ ନୁହଁ। ସେଠାର ଯୋଉ ପଲିଟିକାଲ ଲିଡର ଯିଏ, ସେଇ ଯୋଉ ବଦମାସଟା ଏବେ ଯାହା କଥା ଉଠୁଛି, ତାର ମଧ୍ୟ ସେଥିରେ ହାତ ଅଛି। ଏଥିରେ ପଲିଟିକାଲ ଲୋକଙ୍କର ହାତ ଅଛି, ସେ ପୋଲିସ ମାନଙ୍କର ହାତ ଅଛି, ଏଠାରେ ହାୟର ଲେଭେଲ ପୋଲିସଙ୍କର ହାତ ଅଛି, ଇଣ୍ଟେଲିଜେନ୍ସ ବ୍ୟୁରୋ ବି ଏକଥା ଜାଣିଛି। ସମସ୍ତେ ଜାଣିବା ସତ୍ତ୍ୱେ ମଧ୍ୟ ସେଇ ପ୍ରେତାତ୍ମା ମାନଙ୍କୁ, ସେଇ ଲୋକମାନଙ୍କୁ ନ୍ୟାୟ ଦିଆଗଲା ନାହିଁ, କାରଣ ସେ ପରିବାର ତ ଆଉ କେହି ବଞ୍ଚି ନାହାନ୍ତି, ସେ ଆଉ ଡିମାଣ୍ଡ କିଏ କରିବ? ତେଣୁକରି ପୂର୍ବ ସରକାର ଏସବୁ ହତ୍ୟାକାଣ୍ଡ କରୁଥିଲା, ବାହାନଗା ହତ୍ୟାକାଣ୍ଡ ଯେମିତି କରିଛି ଟ୍ରେନ ଆକ୍ସିଡେଣ୍ଟ କରିକି, ଏଇ ଯୋଉ କାହାଣୀ ଗୁଡା କହିଲି, ଏସବୁ ପୂର୍ବ ସରକାର ଏସବୁ କାଣ୍ଡ କାରଖାନା କରୁଥିଲା ବୋଲି ଓଡ଼ିଶାବାସୀ ମାନେ ଟିକେ ଜାଣନ୍ତୁ। ତେଣୁକରି ଆପଣଙ୍କ ଚ୍ୟାନେଲରେ ଏଇଟା ହେଲା ମୋର ଗୋଟେ ଡିମାଣ୍ଡ, ଓଡ଼ିଶାବାସୀ ଏ କଥାଟାକୁ ଭଲ ରକମରେ ଜାଣନ୍ତୁ ଯେ ପୂର୍ବର ସରକାର ଏସବୁ ଧନ୍ଦା କରୁଥିଲା। ସେଇଠି ମୁଁ ଗୋଟେ ମନ୍ତ୍ର ପଢିଲି, ସେଇ ଜାଗାରେ ମନ୍ତ୍ର ପଢିକି ଗୋଟେ ମନ୍ତ୍ର ପଢିଲି। ମନ୍ତ୍ର ଆପଣ ଜାଣିଥିବେ, ଗାୟତ୍ରୀ ମନ୍ତ୍ରର 24 ଅକ୍ଷରୀ ତ୍ରିପଦା ଗାୟତ୍ରୀ ଜାଣିଛନ୍ତି। ଓଁ ଭୂର୍ଭୁବଃ ସ୍ୱଃ, ଓಂ ଭୂର୍ଭୁବଃ ସ୍ୱଃ ମହାଜନ ତପସତ୍ୟ, ଓಂ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗ ଦେବ ସଧୀମହି ଧିୟୋ ନ ପ୍ରଚୋଦୟାତ୍ ଓಂ। ତେଣୁକରି ଏଥିରେ ଓಂ ଭୂର୍ଭୁବଃ ସ୍ୱଃ, ଏଇ ଯୋଉ ହେଲା ତ୍ରିପଦା ବ୍ରହ୍ମ ଗାୟତ୍ରୀ, ଏଥିରେ ସେମାନେ ସ୍ୱର୍ଗ ଯିବା ପାଇଁ ମୁଁ
ମନ୍ତ୍ରଟି ପଢିଲି। ସେମାନେ କହିଲେ ଯେ ମହାରାଜ ଆମେ ବର୍ତ୍ତମାନ ସ୍ୱର୍ଗ ଯିବାକୁ ଚାହୁଁନୁ, ଯେମିତି ତୁଳସୀଦାସ ମନ୍ତ୍ର ପଢିବା ଯୋଉ ବବୁଲ ଗଛରେ ଭୂତ ଥିଲା, ଆମର ରାମଚରିତ ରାଷ୍ଟ୍ରୀୟ ଗ୍ରନ୍ଥ ରାମଚରିତ ମାନସରେ ଯେମିତି ଲେଖା ହେଇଛି ତୁଳସୀଦାସ ବବୁଲ ଗଛ ମୂଳରେ ପାଣି ଦେଲେ ଯୋଉ ଯାଆନ୍ତି ଶୌଚ ପାଣିଟା ଦେଲା ଭିତରେ ସେ ଆତ୍ମା ମୁଖ୍ୟ ହେଇକି ହନୁମାନଜୀ କି ଦର୍ଶନ କରେଇଲେ, ହନୁମାନଜୀ ରାମଙ୍କ ସହିତ ରାମଘାଟରେ ଦର୍ଶନ କରେଇଲେ ଚିତ୍ରକୂଟରେ, ଯେପରି ଘଟଣା ସେ ପ୍ରେତ ମାନେ ସବୁ ସେଇଠି ଛିଡା ହେଲେ, ସେଇ ମୋର ଗଛ ପାଖରେ ସବୁ ଛିଡା ହେଲେ ଆସିକି କହିଲେ ଆମେ ମହାରାଜ ଆମେ ଯିବାକୁ ଚାହୁଁନୁ, ଆମେ ଚାହୁଁଛୁ ଯେ ଆଗକୁ ଓଡିଶାରେ ଆଉ ଫୁଲ ସରକାର ପଦ୍ମଫୁଲ ସରକାର ବିଜେପି ସରକାର ଆସିବ, ବିଜେପି ସରକାର ଆସିଲେ ଆମକୁ ଏଇ ଯୋଉ ଅପରାଧୀ ସରକାର ଅଛି ଇଏ ଆମକୁ ନ୍ୟାୟ ଦବ। ତେଣୁକରି ବର୍ତ୍ତମାନ ଆମର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନକୁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ନିବେଦନ କରୁଛି, ଆଉ ଯେ ସିଏ ବର୍ତ୍ତମାନ ସେ ଜାଗାରେ ସେଇ ସମୟରେ ଯିଏ ଏସପି ଥିଲା ତାକୁ ଧରନ୍ତୁ, ସେ ଥାନା ବାଲାକୁ ଧରନ୍ତୁ, ସେ ଯେ ବିଧାୟକ ଥିଲା ତାକୁ ଧରନ୍ତୁ, ତାକୁ ସବୁ ନେଇକି ଭିତରେ ଜେଲରେ ପୁରାନ୍ତୁ। ବାବା ସେ ଘରେ ଭୂତ ଅଛନ୍ତି ନା ନାହାନ୍ତି ବାବା? ସିଏ ଘରେ ଶୁଣନ୍ତୁ, ସିଏ ଘରେ ସେମାନେ ମନା କଲେ ଆମେ ସ୍ୱର୍ଗକୁ ଯିବୁ ନାହିଁ ଯୋଉ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ, ଆମ ଆତ୍ମା ଶାନ୍ତି ହେଇନାହିଁ, ଆମେ ସେ ପର୍ଯ୍ୟନ୍ତ ଯିବୁ ନାହିଁ। ଆଗକୁ ଓଡ଼ିଶାର ସରକାର ବଦଳିବ, ଆମକୁ ନ୍ୟାୟ ମିଳିବ। ଆଉ ଭାସ୍କର ଚ୍ୟାନେଲ ହେଲା ଗୋଟେ ଭଲ ସୁପ୍ରସିଦ୍ଧ ଚ୍ୟାନେଲ, ତା ଦ୍ୱାରା ଏ କଥାଟା ଉଠିବ, ସରକାର ପାଖରେ ପହଞ୍ଚିବ, ସରକାର ଆମକୁ ନ୍ୟାୟ ଦେବ, ଓଡ଼ିଶାବାସୀ ଜାଣିବେ। ଆମ ଦେଖନ୍ତୁ ଆମ ଓଡ଼ିଶାରେ ଏସବୁ ଆଗରୁ ଲେଖା ସେମାନେ ମତେ କହିଲେ ବା ଭାସ୍କର ଚ୍ୟାନେଲ ଆସିବ ଓଡ଼ିଶାରେ, ଯେମିତି ନବ ଦାସ କହିଥିଲେ ନବୀନ ନିବାସ ସାମ୍ନାରେ ଆଗକୁ ଆସିବ, ମୋ ଝିଅକୁ କହିଦିଅ କି ସେ ବିଜେପିରେ ଯିବ ହରି ବୋଲି। ଆପଣ ଦେଖୁନାହାନ୍ତି କିନ୍ତୁ ସବୁ ବିଜେପି କି ଡେଉଁଛନ୍ତି, ଏକଥା ନବ ଦାସ କହିଥିଲେ ନାଇଁ, ଆପଣ କହୁନାହାନ୍ତି 2023 କିନ୍ତୁ ସେ ତ ଆସିନାହାନ୍ତି, ବିଜେପିରେ ମିଶି ନାହାନ୍ତି। ଆରେ ଶୁଣନ୍ତୁ, ଆଜି ନାଇଁ କାଲି ଆସିବେନି, ଏତେ ବ୍ୟସ୍ତ କାହିଁ ହଉଛନ୍ତି? ନଈ ଦେଖୁ ନଙ୍ଗଳା କାହିଁକି ହଉଛନ୍ତି? ଆଜି ନାଇଁ ସେ କାଲି ସେପାଳି ଆସିବେନି। ଶୁଣନ୍ତୁ, ସବୁ ଲୋକ ଆଜି ବୁଝିନାହାନ୍ତି ବିଜେପିର ମାହାତ୍ମ୍ୟ, ଯେ ନୀତି ନ୍ୟାତନ୍ୟ ବୁଝିଛି, ଇସ୍ରାଏଲ ବୁଝିଲାଣି, ପୁତିନ ବୁଝିଲାଣି, ଆମର ଜିନପିଙ୍ଗ ବୁଝିଲେଣି, ନର୍ଥ କୋରିଆ ବୁଝିଲେଣି, ଏ ଦୀପାଳି ତ ଆମର ଘରର ଝିଅଟା, ସେ ଆଜି ନାଇଁ କାଲି ବୁଝିବନି। ଏଇ ଦେଖୁନାହାନ୍ତି ଆମର ସେ କଟକର ଆମର ସେ ମୁସଲିମ ଭଉଣୀ ଦେଖନ୍ତୁ କେମିତି ଭୋଟରେ ଦେଖନ୍ତୁ କ୍ରସ୍ ଭୋଟିଂ କଲା ନା ନାଇଁ ବିଜେପି କି? ସେଇ ଯୋଉ ସୋଫିଆ କଥା କହୁଛି, କଲା ନା ନାଇଁ? ଆଉ ସେମିତି ସୋଫିଆ ଯେତେବେଳେ କରିପାରୁଛୁ କଂଗ୍ରେସରେ ଆସି, ଆମର ଜେନା ଯେତେବେଳେ କରିପାରୁଛୁ ରମେଶ ଜେନା, ଆଉ କଣ ସିଏ କରିବେନି? ସେ ନିହାତି ଆସିବେ, ସେ ଭଲ ଝିଅଟିଏ, ଆମ ଦେଶର ଝିଅଟିଏ, ଭଲ ଝିଅଟିଏ, ଝିଅ ବୁଝିପାରିନି, ଝିଅ ବୁଝିବ, ସିଏ ବି ଆସିବ। ଶୁଣନ୍ତୁ, ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ସେମାନେ ଆଗକୁ ଭାସ୍କର ଆସିବ, ଏ କଥାଟା ଉଠେଇବ, ଆଉ ପ୍ରେସିଡେଣ୍ଟ ସେ ସବୁ କଥା କହିବେ, ଏ ସବୁ କଥା ବର୍ତ୍ତମାନ ସାରା ଓଡ଼ିଶା ସାରା ପ୍ରକଟ ହବ, ତାଙ୍କୁ ନ୍ୟାୟ ମିଳିବ, ପ୍ରକୃତ ହତ୍ୟାକାରୀ ବର୍ତ୍ତମାନ ଧରା ପଡ଼ିଯିବ। ବର୍ତ୍ତମାନ ପୁରା ସତ୍ୟଯୁଗ ଟିକେ ଆସିଯାଇଛି, କଳ୍କି ବର୍ତ୍ତମାନ ଆସିଗଲେଣି, ବର୍ତ୍ତମାନ କଳ୍କି ମହାପ୍ରଭୁ ବର୍ତ୍ତମାନ ଆସିଯାଇଛନ୍ତି, କଳ୍କି ମହାପ୍ରଭୁ ବର୍ତ୍ତମାନ ଗୁପ୍ତ ଲୀଳା ଖେଳା ଚଲେଇଛନ୍ତି। ବର୍ତ୍ତମାନ ଇରାନଟା ଯୋଉ ଇରାନଟା ଆଜି ହଉଛି କିଏ କରୁଛି? ଏଇଟା କଳ୍କି କରାଉଛନ୍ତି, କାରଣ ଭାରତରେ 1947 ଏଇ ଯୋଉ ଟକୁଲୁ ନଣ୍ଡାମୁଣ୍ଡିଆ ମହମ୍ମଦ ଅଲି ସାଲାର ଗାଜି ଯାହାକୁ ଆମର ପ୍ରଭୁ ନାଥୁରାମ ଗଡସିଂ ବଧ କରିଥିଲେ, ତାର ସବୁତକ ବିଜୟତକ ଅଛନ୍ତି ଯାଇକି ଚାଇନାରେ, ଏଇ ଯୋଉ ଇରାନରେ। ସିଏ ସବୁ ଭାରତ ଇରାନ ନଷ୍ଟ ହେଲେ ପାକିସ୍ତାନ ବାଂଲାଦେଶରେ ଆତଙ୍କବାଦୀ ମରିବେ, ଭାରତର ଆତଙ୍କବାଦୀ ମରିବେ, ନହେଲେ ମରିପାରିବେ ନାହିଁ। ତେଣୁକରି କଳ୍କି ବର୍ତ୍ତମାନ ସେଠି ଲୀଳା ଖେଳା କରୁଛନ୍ତି। ବର୍ତ୍ତମାନ କଳ୍କି ପରେ ସେଇଠି ଅଛନ୍ତି। ବର୍ତ୍ତମାନ ଏଇ ଯୋଉ ଆତ୍ମ ମାନେ ଇଏ ବର୍ତ୍ତମାନ ଇଏ କଳ୍କି ଅଶ୍ୱତ୍ଥାମା, ଏଇ ଯୋଉ ସମସ୍ତେ ମାନେ ପ୍ରେତାତ୍ମା ମାନେ ଅଛନ୍ତି କୋଉଠି? ଆମର ଜଗତସିଂହପୁର ସେଠି, ତା ସହିତ ଅଶ୍ୱତ୍ଥାମା, ତା ସହିତ ବିଭୀଷଣ, ତା ସହିତ ହନୁମାନ, ତା ସହିତ କଳ୍କି, ଇଏ ସବୁ ମାନେ ଅମର ସହିତ ସମସ୍ତେ ମିଶିକିରି ବର୍ତ୍ତମାନ ସତ୍ୟଯୁଗ ଆସୁଛି। ବର୍ତ୍ତମାନ ଯୋଉମାନେ ମରିଛନ୍ତି ସେମାନେ ମରିନାହାନ୍ତି, ଆପଣ ସେମାନଙ୍କର ଆତ୍ମା ଶାନ୍ତି ପାଇନି। ଆରେ ଆତ୍ମା ଶାନ୍ତି ପାଇନି, ଜଗନ୍ନାଥ ମହାପ୍ରଭୁ ନିଜେ ଆତ୍ମା ମାନଙ୍କୁ ଓଡ଼ିଶାରେ ଅଧରପଣା ଦଉଛନ୍ତି, ଆତ୍ମା ମାନେ ଶାନ୍ତିରେ ରହନ୍ତୁ, ସୁଖରେ ରହନ୍ତୁ, ଅନିଷ୍ଟ ହଅନ୍ତୁନି ବୋଲି। ପୁରୀ ଗଲା ବେଳକୁ ବାଟ ମଙ୍ଗଳା ପୂର୍ବରୁ ଆପଣ ଦେଖିଛନ୍ତି କି ନାଇଁ, ବସନ୍ତ ଠାକୁରାଣୀ ଅଛନ୍ତି, ହାଡ଼ପୁଟି ମିଳିମିଳା ବସନ୍ତ ହେଲେ, ସେଥିପାଇଁ ସେଠି ପୁରୀରେ ତାଙ୍କର ମନ୍ଦିରରେ ପୂଜା ହଉଛି। ଜଗନ୍ନାଥ ନିଜେ ମହାପ୍ରଭୁ ପଣା ପାଣି ଦଉଛନ୍ତି। ଆମର ଗୋଟେ ଘରେ ପିତୃପୁରୁଷ ହେଲେ, ଆମେ ଅଶାନ୍ତି ହେଲେ ଆମେ ସବୁବେଳେ ଯାଇକି ଆମେ ଗୟାରେ, ଗଙ୍ଗାରେ, ବନାରସରେ, ଏଲାହାବାଦରେ ତାଙ୍କ ପରିବାରରେ ତ କେହି ନାହାନ୍ତି ବୋଲି କହୁଛନ୍ତି, ତାଙ୍କ ଆତ୍ମା କେମିତି ଶାନ୍ତି ହବ ବାବା? ଆମେ ଓଡ଼ିଶାବାସୀ ସମସ୍ତେ କରିବା, ସରକାର କରିବ। ବର୍ତ୍ତମାନ ଯୋଉ ସରକାର ଆସିଛି ସରକାର କରିବ। ଆପଣ ସଭାପତି ହିସାବରେ କଣ ଦାୟିତ୍ୱ ନେବେ? ଶୁଣନ୍ତୁ, ଆପଣଙ୍କର ଦାୟିତ୍ୱ ହେଲା କଥାଟା ଉଠେଇବା, ମୋର ଦାୟିତ୍ୱ ହେଲା ମୁଁ ତ ଅହର୍ନିଶି ସକାଳୁ ସନ୍ଧ୍ୟାରେ ଯଜ୍ଞ କରୁଛି। ଏଇନା ହୋମରୁ ଉଠିଲି, ଏଇନା ଓମ୍ ଭୂର୍ଭୁବଃ ମହାଜନ ତପସ୍ୟା ଓମ୍ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ନଃ ପ୍ରଚୋଦୟାତ୍ ଓମ୍ ସ୍ୱାହା ଏବେ କଲି।
आम ओडिशा रे जेते आत्मा अशांति अतृप्त अछंती जेते प्रकार सबू कहार पुओ कहार बापा पुओ बाहर रही अमेरिका रे कहार लंडन रे रही कहार ऑस्ट्रेलिया तांकर एठी किछि गोटे क्रियाक्रम हेई पारुछि हेई पारुनी तेणुक सर्वे सन्तु निरामया सर्वे भद्राणी पश्यन्तु मा कश्चित् दुःखभाग् भवेत् समस्त शांति रे समस्त रहतु समस्त आनंद रहतु समस्त सुख शांति हौ तेणुक एई जो जिनिसटा एई जो ओडिशा रे सब हेइछि आ पछरे बहुत प्रकार षडयंत्र हेकि सब अछि तेणुक एमिते बहुत एक कथाला सिना उठिला एमिते बहुत जिनिस अछि पूर्व सरकार रे जोटा उठिनि 17 वर्ष परे पूर्वरु से जो 25 वर्ष कथा कुआ जाउछि जो 7-8 जन को मरा जाइतिला से घरे हत्या करा जाइतिला एबे तांकर उत्तराधिकारी माने तांकर सान भाई आसिकी सेठी कहलेनी जे आमे घर को रिनोवेशन करिवु भलो करिके आमे रहिबु से रहिले बाबा तांकर किछि असुविधा हबनी गोटे कथा कहिबि आपनकु आज्ञा शुणु राजस्थान रे गोटा भानगढ़ जिला गोटा भानगढ़ अच्छी सेठी भारत सरकार लिखी शुणु सेठी भारत सरकार लिखी एटा हूँ भूतियागढ़ माने एठी प्रेत माने रहंती भारत सरकार निजे सेठी सिक्यूरिटी मानकु जगेकी बोर्ड मारिछि जे संध्या 6टा बेले कहीं भितर रहिबो नाही जीए रहिछि से मरि जिवो आउ आज पर्यंत से भितर जीए रहउछि संध्या 6टा परे से अभिशाप दिया है जने तांत्रिक अभिशाप देइछंती से राजकुमारी की भल पाउथले राजकुमारी बाहालानी तांको विष देकी मारदेला बेली से भितर जीए जाउछि रात्रि से मरि जाउछि तेणुकर भूतियागढ़ बोली भारत सरकार निजे लिखिछि आउ सेटा टूर एंड ट्रावेल्स एरिया रे सेटा टूरिज्म रे गले मध्य से जगह रे केही राति रे रहउना एटा भारत सरकार लिखिकी रखिछि मन रखंतु सेमति हमर हरभजन सिंह 1968 मसिया रे से शहीद हे जाइथिले मध्य तांकर ड्यूटी एपर्यंत सेठी करा जा करूछंती से चाइना सिक्किम बॉर्डर रे भारत सरकार तांको स्टाइपेंड दउछि दरमा दउछि तांका आत्मा को दरमा दउछि एपर्यंत मध्य आर्मी भारत रे एयर फोर्स आर्मी नाभाल समस्त मध्य तांको पूजा करूछंती सेठी मध्य तांकर सब बेले सम्मान तांको सब बेले आयरन होउछि सब बेले से बाबा मु आपन पर मध्य ड्यूटी रे रहउछंती तेणु कर सुनंतु बहुत जगह ओडिशा रे भारत रे रही जो जगह के से हंटेड हाउस रूप ए सब ओडिशा रे बा भारत रे बा पृथ्वी रे बहुत जगह रही आपनकर कहबा कथा कोन ओडिशा रो ये हंटेड हाउस सुनंतु जो जगह आत्मा माने रहउछंती से जगह कौनसी मनीष रही पारिबे नहीं कौनसी प्रकार मनीष से जगह रही पारिबे नहीं आपनक मतरे जदी हंटेड हाउस को भूत कोठी बोली यूट्यूबर माने कहिले से माने थाना कहीं जाउछनी बाबा एबे तांको पुलिस अरे तांको पछन तमे ताले से भानगढ़ को गल देखा रहउन ताले तमे भानगढ़ जो राजस्थान रो भानगढ़ अछि काई रही परुन तांको पछन तमे टिके तो एते दम तमर तो एते दम गुडा अछि तमे टिके राजस्थान रो भानगढ़ भीतर काई रही परुन भारत सरकार ताको भूतिया खिला बेली डिक्लेयर काई देछि आज्ञा बाबा आपनकर मतरे ये घर रे भूत अछि बाबा अरे सेठी आजी नुआ नुहे से तो ओडिशा कोन भारत रे बहुत जगह साधारण लोक घरे रही परिबेनी बाबा किंतु अरे हमर गरुड़ पुराण पर कहूची जो करि परिबे ना बाबा अरे सुनंतु हम गरुड़ पुराण रे कहूची जोठी आत्मा को शरीर को जळी दिया जाइथिबो जो जगह रे से एक्सीडेंट हेइथिबो सेई जगह से माने रहिबे अल्प दिन तळे पर आपण सुनितबे जो बाहानगा दुर्घटना रे से स्कूल भितरे जो डेड बॉडी रखिथिले से स्कूल रे होम हला यज्ञ हला केही रही परिबेले पिल्ला माने से पाखा पाखी गोटे गर्ल्स स्कूल रे एबे वर्षे तळे पिल्ला माने सब विकृत हेकी खाली देउथले जो एठी बालेश्वर सेठी पिल्ला माने को देहरे लागि गेले भूत आ आपण को कहउछंदी को जानि पनाती कोन खबर होउछ बेली बाबा मु आपन को चैलेंज करनी बाबा मोर कहिबार कथा होउची भूत कोठी को यूट्यूबर माने भूत कोठी कहले ता बोली तांको थाना रे पुरै दिया जिवो जदी आपण सेंदी आपण ताले भानगढ़ को ताले मु कहिबी भानगढ़ तो भारत सरकार निजे लिखिछि अच्छा हरभजन सिंह तो निजे लिखिछि हरभजन सिंह तो निजे ऑन ड्यूटी अछंती आज्ञा किंतु बाबा आमे गोटे साधारण लोक सिना संध्या 6टा परे गले से घर को मरी जिबा जदि आपण जानती आपण जने साधक देवी साधक आपण ज्योतिर्विद आपणकर महान अगाध पांडित्यर आपण अधिकारी आपण से घरे रही परियो अरे सुनो सुनो से थाना बाबू कहइबो ताको कहइबो तो पंडित जी कहले अरे तोर जते तो औकात अछि तो किए मारिला तक तू धरी तो पारिलुनी आ तू साला बेसी तो वर्दी देखो हरे 1860 आईपीसी ब्रिटिश आईपीसी रे पुलिस माने हेले सुनंतु 1800 सुनंतु टिके कहि दंते से पुलिस बाबू मो द्वारा आपण बुझंतु 1858 रे जो क्रांति हैला 1858 रे ब्रिटिश के जो साम्राज्य को हलै देले हमर फ्रीडम फाइटर्स माने सेमान को हत्या करिया पई सेमान को मारिबा पई आ से जो क्रांति के दबेबा पई ये जो ब्रिटिश आईपीएस जो हेतला इंडियन आईपीएस जो करथला जो आईपीसी हेतला 1860 रे पुलिस क्षेत्र कोन हेता पुलिस रो काम को हेतला
ଯେ ଭାରତର ନିରୀହ ଲୋକଙ୍କୁ ହତ୍ୟା କରିବେ, ଫ୍ରିଡମ ଫାଇଟର ମାନଙ୍କୁ ମାରିବେ, କ୍ରାନ୍ତିକାରୀ ମାନଙ୍କୁ ହତ୍ୟା କରିବେ, ଆଉ ବ୍ରିଟିଶ ମାନଙ୍କୁ ସାହାଯ୍ୟ କରିବେ। ସେ ଜାଣିନି ତା ବର୍ଦ୍ଧି, ତାକୁ ପଚାରିବ ତୁ ଯୋଉ ବର୍ଦ୍ଧି ପିନ୍ଧିଛୁ ଯୋଉ ମାଟିଆ କଲର ସେଇଟା କେତେ ମସିହାରେ ହେଇଥିଲା, ବ୍ରିଟିଶ ଆଇପିଏସ୍ କରିଥିଲା କେତେ 1860 କାହିଁକି କରିଥିଲା ତାକୁ ପଚାରିବ। ପାଠ ପଢିଛୁ ନା ପଢିନୁ? ପଢିନୁ ଯଦି ପଣ୍ଡିତ ପଢେଇ ଦବ ତତେ। ତୁ କଣ କହୁଛୁ ତାକୁ? ଆରେ ତୁ ତ ଧରି ପାରୁନୁ ନିଜେ, ତାକୁ ପଚାରିବ। ତୁ ତ ନିଜ ହତ୍ୟାକାରୀକୁ ଧରି ପାରୁନୁ, ତୁ କଣ ତାଙ୍କୁ ନେଇକି ତାଙ୍କ ବିରୁଦ୍ଧରେ ୟୁଟ୍ୟୁବର ବିରୁଦ୍ଧରେ କଣ କଥା କହୁଛୁ? ପଚାରିବେ। ବାବା ବାବା ମୁଁ ଆପଣଙ୍କୁ ଖାଲି ଗୋଟେ ଛୋଟିଆ ପ୍ରଶ୍ନଟେ ପଚାରେ। ତାକୁ ଶୁଣ, ସିଏ ଯଦି କହୁଛି ଏତେ ଯଦି ତାର ଅଛି କାଢୁ ଆପଣ, ଯଦି ସେ କହୁଛି ମୁଁ ଏମିତି ବର୍ଦ୍ଧି ପିନ୍ଧି ଦେଇଛି, ତୁ ଏତେ ତୋର ଔକାତ ଅଛି, ତୁ ଏତେ ଜାଣିଛୁ, ତୁ ସେ ଅପରାଧୀ ମାନଙ୍କୁ କାହିଁ ଧରି ପାରିଲୁନି? ତୁ ଯଦି ଅପରାଧୀ ମାନଙ୍କୁ ଧରି ପାରିଥିଲୁ ସେଠି ତ ପିଣ୍ଡ ତର୍ପଣ ହେଇଥାନ୍ତା, ସେଠି ପିଣ୍ଡ ତର୍ପଣ ହେଇକି ଶାନ୍ତି ରହିଥାନ୍ତେ। ସେ ଘର ଭୂତିଆ କୋଠି ହେଇଥାନ୍ତା କାହିଁକି, ବା ସେଠି ଏତେ ଅଶାନ୍ତି ହେଇଥାନ୍ତା କାହିଁକି? ଆରେ ଶୁଣନ୍ତୁ, ଭୂତିଆ କୋଠି ବୋଲି ତମେ ତ ନିଜେ କହୁଛ, ଯେ ଏଇଟା ଭୂତିଆ କୋଠି ବୋଲି। ସେ କୋଉ ଘରଟା ବୋଲି କଣ ମୁଁ ଦେଖିଲାନି ନା ଜାଣିଲାନି? ତମେ କହୁଛ ଏଇ ଘରଟା ବୋଲି, ମୁଁ ଦେଖିଥିଲି ଯୋଉ ଘର, ତମେ କହୁଛ କୋଉ ଘର, ଫୋନରେ ପଚାରୁଛ କୋଉ ଘର ମୁଁ ଦେଖିଲାଣି? ମୁଁ ଯୋଉ ଘର ଦେଖିଛି ମୁଁ ସେ ଘର କଥା କହୁଛି ଏଟା ଭୂତିଆ କୋଠି ବୋଲି। ତମେ କୋଉ ଘର କଥା କହୁଛ? କୋଉ ଘର କଥା କହୁଛ? ଆଚ୍ଛା, ଆମେ ସେ ଯୋଉ ଜଗତସିଂହପୁର ଯୋଉ ଭାଇରାଲ ହଉଛି, ଜଗତସିଂହପୁର କୋଉ ଘର କଥା କହୁଛ? ମୁଁ ଶୁଣନ୍ତୁ, ମୁଁ ଜଗତସିଂହପୁର ସାରଳା ଗଲା ବେଳକୁ ବାଁ ପଟ ଗୋଟେ ଘର ଦେଖିଥିଲି, ମୁଁ ସେଇଟା କହୁଛି ଭୂତିଆ କୋଠି। ତମେ କୋଉ ଘର କଥା କହୁଛ? ଆମେ ସେଇ ଘର କଥା କହୁଛୁ ବାବା, ଯୋଉ ଦେଖିକି କହୁଛ ସେଇ ଘର ବୋଲି। ତମେ କଣ ଆକାଶ କହିବା ଚିଲିକା ମାଛ ଉଡ଼ନ୍ତା ଚଢିକି ଆଣିକି ପଞ୍ଜିଟିରେ ପୁରେଇବ ନା କଣ? ୟୁଟ୍ୟୁବ ବାବା ପ୍ରତିଦିନ ନୂଆ ନୂଆ ୟୁଟ୍ୟୁବର ମାନେ, କଣ୍ଟେଣ୍ଟ କ୍ରିଏଟର ମାନେ ନୂଆ ନୂଆ ତାଙ୍କର ୟୁଟ୍ୟୁବ ସଂସ୍ଥା ଆରମ୍ଭ କରୁଛନ୍ତି ବାବା। ତମର ୟୁଟ୍ୟୁବର ସଂସ୍ଥା ଯେମିତି, ମୋ ସଂସ୍ଥା ସେମିତି। ମାନେ ପ୍ରତିଦିନ ବି ବାବା ଆପଣଙ୍କର, ତମର ଯେମିତି ଚେଞ୍ଜେସ୍ ମୋର ସେମିତି ଚେଞ୍ଜେସ୍। ବାବା ଆପଣଙ୍କର ବି ଦିନକୁ ଦିନ ଆମର ଯେମିତି ମୋର ସେମିତି। ବହୁତ ବହୁତ ଧନ୍ୟବାଦ ବାବା ଆପଣଙ୍କର ମତାମତ ପାଇଁ। ଏ ଥିଲେ ବରିଷ୍ଠ ତନ୍ତ୍ର ସାଧକ ତଥା ସମାଜ ସେବକ ବାବା ବିପିନ ରାଉତ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣଙ୍କ ମତାମତ ପାଇଁ।